ଜାଣିଛନ୍ତି ନା ଭଉଣୀ ଭାଇ କି ରାକ୍ଷୀ ବାନ୍ଧିଲା ବେଲେ ରାକ୍ଷୀରେ କେତେଟା ଗଣ୍ଠି ପକେଇବା ଦରକାର? ହଁ ଆଜ୍ଞା, ରାକ୍ଷୀ ବାନ୍ଧିଲା ବେଲେ ସବୁବେଳେ ଭାଇ ହାତରେ 4ଟା ଗଣ୍ଠି ପକେଇବେ। କଣ ପାଇଁ ନା ପ୍ରଥମ ଗଣ୍ଠିର କାମ ହେଲା ସବୁବେଳେ ପ୍ରଥମ ଗଣ୍ଠି ପକେଇଲା ବେଲେ ଭାଇର ଲମ୍ବା ଆୟୁଷ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବେ। ଦ୍ୱିତୀୟ ଗଣ୍ଠି ପକେଇଲା ବେଲେ ଭାଇ ଆଉ ଭଉଣୀର ଅତୁଟ ସମ୍ପର୍କ ଯୁଗ ଯୁଗ ମୃତ୍ୟୁ ପର୍ଯ୍ୟନ୍ତ ଏମିତି ଥାଉ, ଭାଇ ଭଉଣୀ କି ଏମିତି ଭଲ ପାଉଥାଉ। ଇଏ ହଉଛି ଦ୍ୱିତୀୟ ଗଣ୍ଠିର ମହତ୍ଵ। ଏବଂ ତୃତୀୟ ଗଣ୍ଠି ପକେଇଲା ବେଳେ ଭଗବାନଙ୍କୁ ଡାକିବେ, ହେ ପ୍ରଭୁ ମୋର ଯେତେ ଆପଦ ବିପଦ ଆସୁ, ଯେତେବେଳେ ମୋର ବାଧାବିଘ୍ନ ଆସିବ, ଭାଇ ତୋରି ହାତରେ ମୁଁ ଆଜି ଏ ରକ୍ଷାବନ୍ଧନକୁ ବାନ୍ଧିଲି, ସବୁବେଳେ ମତେ ବିପଦରୁ ରକ୍ଷା କରିବୁ। ଏବଂ ଚତୁର୍ଥ ଗଣ୍ଠି ଆପଣଙ୍କର ଯେ ଇଷ୍ଟ ଦେବତା, ଆପଣ ଯାହାଙ୍କୁ ମାନନ୍ତି, ଯାହାଙ୍କୁ ସବୁବେଳେ ପ୍ରଣାମ କରନ୍ତି, ତାଙ୍କୁ ସ୍ମରଣା କରିବେ। ହେ ପ୍ରଭୁ ମୋ ଭାଇ ଦ୍ୱାରା କେତେବେଳେ କୌଣସି ଭୁଲ ନ ହଉ, ମୋ ଭାଇ କେତେବେଳେ କଷ୍ଟ ନ ପାଉ, ମୋ ଭାଇ ସବୁବେଳେ ଖୁସିରେ ଥାଉ, ମୋ ଭାଇ ସବୁବେଳେ ଆନନ୍ଦରେ ଥାଉ। ଏ ଚତୁର୍ଥ ଗଣ୍ଠି ପକେଇ ଭଗବାନଙ୍କୁ ମୁଣ୍ଡିଆ ମାରିବେ, ପ୍ରଭୁ ମୋ ଭାଇକି ସବୁବେଳେ ଘଣ୍ଟ ଘୋଡେଇ ରଖିଥାନ୍ତୁ। ତାପରେ ଭାଇ ମଥାରେ ଟିକେ ଚନ୍ଦନ ସିନ୍ଦୁର ଲଗେଇଦେବେ। ଯଦି ଆପଣ ସାନ ଭଉଣୀ ହେଇଥିବେ ପାଦ ତଳେ ମୁଣ୍ଡିଆ ମାରିବେ, ଯଦି ବଡ ବଡ ହେଉଥିବେ ଭାଇକି ଟିକେ କୋଳାଗ୍ରତ କରିଦେବେ। ଏଇ ହଉଛି ରକ୍ଷାବନ୍ଧନର ନିୟମ। ଜୟ ଜଗନ୍ନାଥ।